ସୁପ୍ରିୟା। କିସ୍ରେ ଛାତ୍ର ମୃତ୍ୟୁ ଏବଂ ପରେ ସହପାଠୀଙ୍କ ଦ୍ୱାରା ହତ୍ୟା କରାଯିବା ଖବର ଏବଂ ଯୋଜନାବଦ୍ଧ ଭାବେ ଏ ଘଟଣାକୁ ଲୁଚାଇବାର କାରଣ ଜଣା ପଡିବା ପରେ ଏହାକୁ ନେଇ ତନାଘନା ଆରମ୍ଭ ହୋଇଛି ଏବଂ ଏ ସମ୍ପର୍କରେ ଆମେ ଅଧିକ ଆଲୋଚନା କରିବା ଯେ କଣ ସମସ୍ୟା ରହୁଛି, ଏଭଳି ଘଟଣା କାହିଁକି ଘଟିଲା ଏବଂ ଏତେ ସାହସରେ ଗୋଟିଏ ହତ୍ୟାକାଣ୍ଡକୁ କେମିତି ସାଧାରଣ ମୃତ୍ୟୁର ରୂପ ଦିଆଗଲା, ଏ ସମ୍ପର୍କରେ ଆମେ ଅଧିକ ଆଲୋଚନା କରିବା। ଆମ ସହିତ ଶିଶୁ ଅଧିକାର କର୍ମୀ ଡକ୍ଟର ବେଣୁଧର ସେନାପତି ରହିଛନ୍ତି। ସାର୍ ନମସ୍କାର, ସ୍ୱାଗତ କରୁଛି ଆଲୋଚନାକୁ। ଏଭଳି ଘଟଣାକୁ ଆପଣ କେମିତି ଦେଖୁଛନ୍ତି ଏବଂ ଯୋଉ ଘଟଣାଟି କିସ୍ରେ ଘଟିଛି ସେ ସମ୍ପର୍କରେ ଆପଣଙ୍କର ମତ କଣ ରହୁଛି? ନମସ୍କାର ସୁପ୍ରିୟା। ଯୋଉଟା ଘଟିଲା କିସ୍ରେ ସେଟା ଗୋଟେ ଅତ୍ୟନ୍ତ ମର୍ମନ୍ତୁଦ ଘଟଣା। ତାକୁ ଆମେ ଦୁର୍ଘଟଣା ବୋଲି କହିପାରିବାନି, କାହିଁକି ନା ସେଟା ଗୋଟେ ଗୁରୁତ୍ୱପୂର୍ଣ୍ଣ ଘଟଣା ସେଠି ଘଟିଛି। ବହୁତ ରେୟାର କେସରେ ଆମେ ଦେଖେ ଯେ ପିଲାମାନେ ହତ୍ୟାକାରୀ ହେଇଥାନ୍ତି। ଆଗରୁ ହତ୍ୟାକାରୀ ନାହାନ୍ତି ତା ନୁହଁ, କିନ୍ତୁ ବହୁତ ରେୟାରଲି ପିଲାମାନେ ହତ୍ୟା କରନ୍ତି। ଯଦି ଆମେ ଭାବିବା ଯେ କାହିଁକି ପିଲାମାନେ ହତ୍ୟା କରନ୍ତି, ଯାହା ଆମର ସାଇକୋଲୋଜିକାଲ ଷ୍ଟଡିରୁ ଯାହା ଜଣା ପଡୁଛି, ଏଇଟା ଗୋଟେ ମବ୍ ଆଗ୍ରେସନ। ମବ୍ ଆଗ୍ରେସନ ମାନେ ଏକାଠି ତିନି ଜଣ, ଏଇ ଯୋଉ କେସ୍ ଘଟଣାରେ 3 ଜଣ ପିଲା ମର୍ଡର କରିଛନ୍ତି ମିଶିକିରି। ହୁଏତ ତାଙ୍କର ମୋଟିଭ ସେ ମର୍ଡର କରିବା ନଥିବ, ମୋଟିଭ ସେ ଆକ୍ରମଣ କରିବା ଥିବ, କିନ୍ତୁ 3 ଜଣ ଆକ୍ରମଣ କରିଛନ୍ତି ଯେତେବେଳେ ଛୁଆଟି ମରିଯାଇଛି। ତ ଏଇଟା ବହୁତ ସମୟ ହୁଏ, କାରଣ ଆମେ ଯେତେବେଳେ ଗୋଟେ ଗ୍ରୁପରେ ଥାଏ, ଗ୍ରୁପରେ ବହୁତ ସମୟରେ ଏଇଟା ହେଇଯାଏ। ଧରନ୍ତୁ ଏକ୍ସାମ୍ପଲ ଆପଣଙ୍କୁ ଦେବି, ଗୋଟେ ଆକ୍ସିଡେଣ୍ଟ ହେଇଗଲା, ଗୋଟେ ଲୋକ ଟିକେ ମରିଗଲା, ହଠାତ୍ ଦେଖିବେ ଭଲ ସେ ଡ୍ରାଇଭରକୁ ବାଡେଇଦବା। ଆପଣ ଦେଖିଛନ୍ତି ଆସାମରେ ଯୋଉ ଘଟଣା ଘଟିଥିଲା, ଗୋଟେ ଝିଅକୁ କଲେ 6 ଜଣ ଲୋକ। ସେ 6 ଜଣ ଲୋକ ଗୋଟେ ଗ୍ରୁପ ର ନଥିଲେ, ଅଲଗା ଗ୍ରୁପରେ ଥିଲେ, କିନ୍ତୁ ସେମାନେ ମର୍ଡର କଲେ। ତ ଏଇଟା ଆମେ ଗୋଟେ ମବ ରେ ଯେତେବେଳେ ଗୋଟେ ଜାଗାରେ ଆମେ ଏକାଠି ହେଇଥାଏ, ସମସ୍ତେ ଏକାଠି କିଛି ଜଣେ କଲା ମାନେ ଆଉ ଜଣେ କିଛି ସେଇଭଳି କ୍ରାଇମ କରି ବସେ। ଆମେ ଆସିକି ଦେଖିବା ଯେ ପିଲାମାନେ ଏତେ ବଡ ସାଂଘାତିକ ଘଟଣା କେମିତି ଘଟାନ୍ତି। ବିଶେଷ ଭାବରେ ଯଦି କୌଣସି ସ୍ଥାନରେ ତାଙ୍କୁ କିଛି ଗୋଟେ ସ୍ପେସିଫିକ ମୋଟିଭେସନାଲ ଡିସଫଙ୍କସନ ତାଙ୍କର ହୁଏ, ମାନେ ତାଙ୍କର ଗୋଟେ ଡାଇନାମିକ୍ସ, ତାଙ୍କର ମାଇଣ୍ଡରେ ଗୋଟେ ସାଇକୋଲୋଜିକାଲ ଡାଇନାମିକ୍ସ ହୁଏ ଯେ ଏ ଲୋକଟାକୁ ଆମେ ଆକ୍ରମଣ କରିବା ଉଚିତ। ତ ସେ ଜାଗାରେ ସେମାନେ ତାକୁ ଆକ୍ରମଣ କରନ୍ତି। ଏଠି କଣ ହୁଏ ନା, ତାଙ୍କର ଟିକେ ଇମ୍ପଲ୍ସ କଣ୍ଟ୍ରୋଲ ନଥାଏ, ମାନେ ନିଜକୁ ସଂଯତ କରିବାର, ଆମେ ରାଗିଗଲେ ବି ନିଜକୁ ଟିକେ ସଂଯତ କରିନଉଛେ, କିଛି ପିଲାଙ୍କର ଏ ଇମ୍ପଲ୍ସ କଣ୍ଟ୍ରୋଲଟା ନଥାଏ। ସେମାନେ ଆକ୍ରମଣ କରିବାକୁ ଫଟାଫଟ ଆଗେଇ ଆସନ୍ତି। କୋଉମାନେ ଥାଏ ଏଇ ସବୁ ଜିନିଷ କରିବା ପାଇଁ କି, ଏଇ ଯୋଉ କ୍ରିମିନାଲ ମାଇଣ୍ଡ ଗୋଟେ ସୃଷ୍ଟି ହବା ପାଇଁ କି, ମାନେ ସିରିୟସ କ୍ରିମିନାଲ ମାଇଣ୍ଡ, ଏତେ ସିରିୟସ ଆଗ୍ରେସନ ହେଲେ ଯାଇ ଜଣେ ଲୋକକୁ ମାରିବ। ନିଶ୍ଚୟ। ଏଥିପାଇଁ କି ଜଣା ଯାଇଛି ଯେ ଆମେ ପ୍ରାୟ ଯୋଉ ପିଲାମାନେ ଫିଜିକାଲ ଆବ୍ୟୁଜର ଶିକାର ହେଇଥାନ୍ତି ବା ଇମୋସନାଲ ଆବ୍ୟୁଜର ଶିକାର ହେଇଥାନ୍ତି ବା ବିଶେଷ ଭାବରେ ନେଗ୍ଲେକ୍ଟ ହେଇଥାନ୍ତି ବା ଯାହା ଫ୍ୟାମିଲି ଡିସଫଙ୍କସନ ଥାଏ, ସେମାନେ ଏଇଭଳି ମାନସିକତାର ଶିକାର ହେଇଥାନ୍ତି। ମାନେ ତାଙ୍କର ଲାଳନ ପାଳନ, ତାଙ୍କର ବ୍ୟାକଗ୍ରାଉଣ୍ଡଟା ହଉଛି ଗୁରୁତ୍ୱପୂର୍ଣ୍ଣ। ତାଙ୍କର ବ୍ୟାକଗ୍ରାଉଣ୍ଡଟା ହଉଛି ଗୁରୁତ୍ୱପୂର୍ଣ୍ଣ। ବିଶେଷ ଭାବରେ ଯୋଉମାନେ ନେଗ୍ଲେକ୍ଟେଡ ପିଲା ଅଛନ୍ତି, ଯୋଉମାନଙ୍କୁ ଲ୍ୟାକ୍ ଅଫ୍ ବେସିକ ଆମ୍ୟୁନିଟିଜ ନାହିଁ, ଖାଇବାକୁ ନାହିଁ, ପିନ୍ଧିବାକୁ ନାହିଁ, ସେମାନେ ଅନ୍ୟମାନଙ୍କୁ ଦେଖୁଛନ୍ତି, ଧୀରେ ଧୀରେ ତାଙ୍କ ଭିତରେ ଗୋଟେ ବଢିବ, ଗୋଟେ ମୋଟିଭ ତିଆରି ହବ ଯେ ଅନ୍ୟମାନେ ଏତେ ଭଲ ଖାଉଛନ୍ତି, ଭଲ ପିନ୍ଧୁଛନ୍ତି, ଏ କରୁଛନ୍ତି, କିନ୍ତୁ ଆମେ ଏଇ ତଳେ ଅଛୁ, ତେଣୁ ତାଙ୍କୁ ଆକ୍ରମଣ କରିବାର ଆବଶ୍ୟକତା ଅଛି। ଯୋଉ ପିଲାମାନେ ଲଭ୍ ପାଉନଥିବେ, ତାଙ୍କୁ ଭଲ ପାଉନଥିବେ, କିଏ ଡିସିପ୍ଲିନ, ଏଇଟା କର ସେଇଟା କର ସେଇଟା କର ସେଇଟା କର କରୁଥିବେ, ଧୀରେ ଧୀରେ ମନ ଭିତରୁ ଯୋଉ କରୁଣାର ଭାବ, ଏଇ ଭାବଟା ଚାଲିଯାଏ। ତେଣୁ ସେମାନେ ଯୋଉଠି ଯାହା କରିବା ପାଇଁ ଚାହାନ୍ତି, ସବୁ ମାଡରେ, ଗାଳିରେ, ମାନେ ଫିଜିକାଲ ଆଟାକରେ, ଇମୋସନାଲ ଆଟାକରେ ସେମାନେ ତାର ଆନ୍ସର ଦିଅନ୍ତି। ମାନେ ମନସ୍ତାତ୍ତ୍ୱିକ ଭାବରେ ସିଏ ଯାହା ଯାହା ଜିନିଷକୁ ନିଜେ ଗୋଟେ ପଏଣ୍ଟରେ ସହିଥିବେ, ସିଏ ଅଲମୋଷ୍ଟ ସେଇ ପ୍ରକାର ବିହେଭିୟରଟି ସାମ୍ନାରେ ଯାହା ଗୋଟେ ଦୁର୍ବଳ ପାଇଲେ ତା ଉପରେ ସେଇ ଆଗ୍ରେସନଟା ଦେଖେଇବାକୁ ଚାହିଁବେ। ଇଏ ତ ଗଲା ସାଇକୋଲୋଜିର କଥା।
ଏବଂ କୋଉଠି ନା କୋଉଠି ହେଲେ ତାର ଲ ସହିତ ଏ ପିଲାମାନେ କନଫ୍ଲିକ୍ଟ ହେଲେ ବର୍ତ୍ତମାନ ଯେ ଆକ୍ଟ ଅନୁସାରେ ସେମାନେ ବାଳ ସୁଧାର ଗୃହକୁ ଯାଇଛନ୍ତି। ଗୋଟେ ଅଲଗା ପ୍ରକ୍ରିୟା ଚାଲିବ ତାଙ୍କ ପାଇଁ କି ସେ ପ୍ରକ୍ରିୟା ବିଷୟରେ ଆମେ ଆଲୋଚନା କରିବା। କିନ୍ତୁ ପରିସ୍ଥିତିରେ କାହିଁକି ମାନେ କିସ୍ ରେ ଗୋଟେ ଏତେ ବଡ ଇନଷ୍ଟିଟ୍ୟୁସନ ଯୋଉଠି 30,000 40,000 ପିଲା ପାଠ ପଢୁଛନ୍ତି ସେଠି କାହିଁକି ଏମିତି ହେଲା? ଏବଂ ଗୋଟେ ମବ୍ ସାଇକୋଲୋଜି ବିଷୟରେ ଆମେ ଚର୍ଚ୍ଚା କରୁଥିଲେ, କିନ୍ତୁ ଗୋଟେ ଶିକ୍ଷାନୁଷ୍ଠାନର ହତାରେ ସେ ପରିବେଶ କାହିଁକି ରହୁଛି ଯେ ପିଲାଙ୍କ ଭିତରେ ଏତେ ଆଗ୍ରେସନ ଆଉ ସେ ଆଗ୍ରେସନ କୁ କଣ୍ଟ୍ରୋଲ କରିବା ପାଇଁ ତାଙ୍କୁ ଦେଖିବା ପାଇଁ କେହି ନାହାନ୍ତି କାହିଁକି? ରାଇଟ୍। ସୋ କାହିଁକି ଏଇଟା ଏ ପ୍ରକାର ଜିନିଷ ହଉଛି? ଆପଣ ଜାଣିଛନ୍ତି କିଛି ଦିନ ପୂର୍ବରୁ ଗୋଟେ ହ୍ୟୁମାନ ରାଇଟ୍ସ କମିଶନର କିଛି ରିପ୍ରେଜେଣ୍ଟେଟିଭ ଆସିଥିଲେ, ସେମାନେ ଗୋଟେ ରିପୋର୍ଟ ଦେଇଥିଲେ ଯେ ସେଠି ବେସିକ୍ ଆମ୍ୟୁନିଟିଜ ର ଅଭାବ ଅଛି ପିଲାମାନଙ୍କ ପାଇଁ। ବହୁତ ଦିନ ତଳେ CWC DCPO ଏମାନେ ସମସ୍ତେ ଭିଜିଟ୍ କରିଥିଲେ କିସ୍ କ୍ୟାମ୍ପସକୁ ଗୋଟେ କମ୍ପ୍ଲେନ, ସେମାନେ ମଧ୍ୟ ଏକ୍ଜାକ୍ଟଲି ଦ ସେମ୍ ଜିନିଷ ହିଁ ଦେଖୁଥିଲେ। ତ ବେସିକ୍ ଆମ୍ୟୁନିଟିର ବେସିକ୍ ଫ୍ୟାସିଲିଟିଜ ର ଅଭାବ ଅଛି, ସେଠି ଏସବୁ ଜିନିଷ ହବାରେ ଗୋଟେ ସାଧାରଣ କଥା। ଏଇଟା ଗୋଟେ ପିଲା ଜଣେ ଦି ଜଣ ଥିବେ ସୁପରଭାଇଜର, ତାଙ୍କର ବେସିକ୍ ଆମ୍ୟୁନିଟିଜ ନଥିବ, କେହି ତାଙ୍କୁ ଦେଖିବାକୁ ନଥିବେ। ତ ଆଉ ଗୋଟେ ହଉଛି କଣ ନା ଇମୋସନାଲ ଡିସଫଙ୍କସନ ମଧ୍ୟ ସେମାନଙ୍କର ହବ। ଇମୋସନାଲ ଆବ୍ୟୁଜ କରାଯାଏ। ସାଧାରଣତଃ ଆମର ଜୁଭେନାଇଲ ଜଷ୍ଟିସ ଆକ୍ଟ ଅନୁସାରେ କୁହାଯାଇଛି ଯେ ଇନଷ୍ଟିଟ୍ୟୁସନ ଟା ସୁଡ୍ ବି ଦ ଲାଷ୍ଟ ରିସୋର୍ଟ। ପିଲା ଯେତେ ଗୋଟେ ଖରାପ ଫ୍ୟାମିଲି ହଉ, ସେ ଫ୍ୟାମିଲି ଷ୍ଟ୍ରିଟ ରେ ବି ରହୁଥାଉ, ତାର ଗୋଟେ କୁଡିଆ ଘରଟେ ଥାଉ, ଜରିଟାଣିକି ରହୁଥାଉ, କିନ୍ତୁ ପିଲାଟା ସଦାବେଳେ ଫ୍ୟାମିଲି ପାଖରେ ରହିବ। କାହିଁକି ନା ଫ୍ୟାମିଲି ପାଖରେ ଲଭ, ଆଫେକ୍ସନ, କେୟାର ଏ ଯୋଉ ଜିନିଷଟା ପାଇବ ସେଇଟା ଇନଷ୍ଟିଟ୍ୟୁସନ ପାଇବନି। ଇନଷ୍ଟିଟ୍ୟୁସନରେ ଡିସିପ୍ଲିନ ଅଛି, ତାଙ୍କର ପଇସା ଅଛି, ଭଲ କୋଠା ଘର ଅଛି, ଭଲ ବେଡ୍ ଅଛି, ହୁଏତ ଏଗୁଡାକ ସବୁ ଥାଇପାରେ, କିନ୍ତୁ ଲଭ୍ ଅଛି। ନିଜ ଛୁଆ ଭଳିଆ ଯେମିତି ମା ଛୁଆଟା ପଡିଗଲେ ଆଣ୍ଠିଏ ପଡିଲା, ତା ଆଣ୍ଠୁ ଟିକେ ଖଣ୍ଡିଆ ହେଇଗଲା, ତା କାନିରେ ସାଙ୍ଗେ ସାଙ୍ଗେ ପୋଛି ଦଉଛି, ଏଇ ଯୋଉ ଲଭ୍ ପାଉଛି ସେ ଲଭ୍ ରେ କଣ ହୁଏ ନା ଗୋଟେ ବଣ୍ଡିଙ୍ଗ ସୃଷ୍ଟି ହୁଏ ମା ଛୁଆ ଭିତରେ, ବା ଗୋଟେ ଫ୍ୟାମିଲି ଆଉ ଗୋଟେ ଛୁଆ ଭିତରେ ଗୋଟେ ବଣ୍ଡିଙ୍ଗ ସୃଷ୍ଟି ହୁଏ। ଯେତେ ବଣ୍ଡିଙ୍ଗ ର ଅଭାବ ହୁଏ ସେତେବେଳେ ଇମୋସନାଲ ଡିସଫଙ୍କସନ ହୁଏ ପିଲାମାନଙ୍କର। ଏବଂ ସେ ବଣ୍ଡିଙ୍ଗ ଟା ତାର ମାନବୀୟ ଗୁଣକୁ ବି ପରିପ୍ରକାଶ କରେ। କାରଣ ମା ଯୋଉ ସ୍ନେହଟି ଦେଲା, ସେ ସ୍ନେହଟା ମାନେ ଗୋଟେ ପିଲା ପଡିଗଲେ ତାକୁ କୋଳେଇ ନବା, କାଖେଇ ପକେଇବା, ତାକୁ ଟିକେ ଗେଲ କରିଦବା, ତାର ଧୂଳିଟା ଝାଡିଦବା, ପିଲାଟା ଏଇ ଶିଖିଲା। ଯାହା ସେ ଶିଖିଲା ସେ ସେଇଟାକୁ ମ୍ୟାନିଫେଷ୍ଟ କରିବ ତା ବିହେଭିୟରରେ। ଯଦି ତାକୁ ଡିସିପ୍ଲିନ କରାହଉଥିବ, ମାଡ଼ ଦିଆ ହଉଥିବ, ତାକୁ ସବୁଥିରେ ଏଇଟା କରିବୁନି, ସେଇଟା କରିବୁନି, ସେଇଟା କରିବୁନି, ସବୁ ଖାଲି ନେଗେଟିଭ କଥାରେ ବା ନେଗେଟିଭ ୱାର୍ଡସରେ ତାକୁ ବୁଝିଆ ହଉଥିବ, ତାହେଲେ ସେ କଣ ହବ ନା ତା ମାଇଣ୍ଡ ଟା ବିଦ୍ରୋହ କରିବ। ଧୀରେ ଧୀରେ ବିଦ୍ରୋହ କରିକିରି ସେ ବିଦ୍ରୋହ ରିଫ୍ଲେକ୍ଟ କରିବ, ସେ ଅନ୍ୟମାନଙ୍କୁ ବାଡେଇବ, ଅନ୍ୟମାନଙ୍କୁ ଆକ୍ରମଣ କରିବ, ମାଇଣ୍ଡ ଟା ସମସ୍ତଙ୍କ ପାଇଁ କି ବିଦ୍ରୋହ କରିବ। ପିଲାର ମାଇଣ୍ଡ ଟା ଗୋଟେ ନମନୀୟ ମାଇଣ୍ଡ, ଗୋଟେ ଭେରି ଫ୍ଲେକ୍ସିବଲ। ତ ତାକୁ ଆମେ ଯେମିତି ତିଆରି କରିବା, ଯେମିତି ତାକୁ ମଡୁଲେଟ କରିବା, ସେମିତି ତିଆରି ହବ। ଯଦି ତାକୁ ଆମେ ଟର୍ଚର କରିବା, ତାକୁ ଆମେ ଇମୋସନାଲି କି ଫିଜିକାଲି ତାକୁ ବାଡେଇବା, ତାକୁ ତାଙ୍କର ଯୋଉ ଆଗ୍ରେସନ ଆସୁଛି ତାକୁ ଚ୍ୟାନେଲାଇଜ ପ୍ରପର ୱେ ରେ ପଜିଟିଭଲି ଚ୍ୟାନେଲାଇଜ କରିବା ପାଇଁ କୌଣସି ଉଦ୍ୟମ ନ ହେବା, ଖେଳ କସରତ ଏଗୁଡାକ ଯଦି ନହବ, ତାହେଲେ ସବୁ କୁଆଡିକି ଡାଇରେକ୍ଟ କରିବ ନା ଆଗ୍ରେସନ ଆଡିକି ଡାଇରେକ୍ଟ କରିବ। ଓକେ, ଏଥର ଟିକେ ମୁଁ ଆପଣଙ୍କଠୁ ଜାଣିବି ଯେ ଅର୍ଗାନାଇଜେସନ ଦୃଷ୍ଟିକୋଣରୁ କିସ୍ ର କୋଉ କୋଉ ପଏଣ୍ଟ ରେ ଆପଣ ଭୁଲ ଦେଖୁଛନ୍ତି ଏବଂ କଣ କଣ କରିବା ଉଚିତ ଥିଲା ଯାହା ସଂସ୍ଥାଟି କରିନାହାନ୍ତି, ଅନୁଷ୍ଠାନଟି କରିନାହାନ୍ତି? ଦେଖନ୍ତୁ, ସେଠି କିସ୍ ରେ ବର୍ତ୍ତମାନ ଇନଭେଷ୍ଟିଗେସନ ଚାଲିଛି, ପୋଲିସ ଇନଭେଷ୍ଟିଗେସନ ଚଲେଇଛନ୍ତି, CWC ଇନଭେଷ୍ଟିଗେସନ ଚଲେଇଛି, ଏବଂ ଆମର ଚାଇଲ୍ଡ ରାଇଟ୍ସ କମିଶନ ମଧ୍ୟ ଇନଭେଷ୍ଟିଗେସନ କରୁଛନ୍ତି। ସେମାନେ ତାଙ୍କ ରିପୋର୍ଟ ଦେବେ ନିଶ୍ଚିତ ରୂପରେ କଣ କଣ କୋଉଠି କୋଉଠି ଲାକୁନା ରହିଛି। ଏଇଟା ଗୋଟେ ପ୍ରି ମାନେ ବହୁତ ପୂର୍ବରୁ ଆମେ କହିବାଟା ଠିକ ନୁହଁ, କିନ୍ତୁ ଯୋଉଠି ଗୋଟେ ଦେଖା ଯାଉଛି ଯୋଉ ସମସ୍ୟାଟା, ଯେମିତି ଗୋଟେ ପିଲା ଯେତେବେଳେ ଗୋଟେ ଇନଷ୍ଟିଟ୍ୟୁସନରେ ମରିଗଲା, ହଁ ମୃତ୍ୟୁଟା ସମସ୍ତଙ୍କ ପାଖରେ ଆସିବ, ଅନ୍ୟ ଇନଷ୍ଟିଟ୍ୟୁସନ ମାନଙ୍କରେ ମଧ୍ୟ ପିଲା ଡେଥ୍ କରୁଛନ୍ତି, କିନ୍ତୁ ଡେଥ୍ ସେମାନେ ଇମିଡିଏଟଲି ପୋଲିସରେ ରିପୋର୍ଟ କରିବା କଥା। ସୋ ଲୋକାଲ ପୋଲିସରେ ସାଙ୍ଗେ ସାଙ୍ଗେ ସେମାନେ ଜଣେଇବା କଥା।
ଏଠି ସେମାନେ ନ ଜାଣିକି ବାପାକୁ ଡାକୁଛନ୍ତି, ବାପାକୁ ବି ହେଲ୍ପ କରୁନାହାନ୍ତି ପୋଲିସରେ ଗୋଟେ କେସ୍ ଦବା ପାଇଁ କି। ପୋଲିସ ତାକୁ ପୋଷ୍ଟମର୍ଟମ କରିଥାନ୍ତା କି ତାକୁ କୌଣସି ପ୍ରକାର ଆଙ୍ଗେଲ ହିଁ ଜଣାଉନାହାନ୍ତି ଗୋଟେ ୟୁଡି କେସ୍ ବୋଲିକିରି। ତ ଯେହେତୁ ଏଟା ଗୋଟେ ଜଣେଇଲେନି, ତାର ବାପା ଆସିଲା, ବାପା ତାକୁ ନେଇକିରି ଗଲା, ନେଇକି ଯାଇକି ସେଠି ପୁଣି ସେମାନେ ଏଫଆଇଆର ଦେଲେ, ହେଇକି ଟ୍ରାନ୍ସଫର ହେଲା। ଏଇ ଯୋଉ ମାନେ ଟାଇମ କନଜ୍ୟୁମିଂ ହେଲା, ବହୁତ ଗୁଡେ ଏଭିଡେନ୍ସ ନଷ୍ଟ ହେଇଗଲା। ତାଙ୍କର ଆଗରୁ ଏଇଟା କରିବାର ଥିଲା, ଏଇଟା ଗୋଟେ ନର୍ମାଲ ଜିନିଷ, ଏଇଟା ସମସ୍ତେ ଜାଣିଛନ୍ତି ଯେ ଆମକୁ କଣ କରିବାର ଆବଶ୍ୟକତା ଅଛି। ଗୋଟେ ଯଦି କ୍ରାଇମ ହେଲା, ଆମର ଗୋଟେ ଇନଷ୍ଟିଟ୍ୟୁସନ ଅଛି, ଗୋଟେ କ୍ରାଇମ ହେଲା, କ୍ରାଇମ ଯେ କାଲି ହବନି ତାର କିଛି ମାନେ ନାହିଁ। କ୍ରାଇମ ହେଲେ ଆମେ ଇମିଡିଏଟଲି ପୋଲିସ କି ଜଣେଇବୁ। ପିଲାମାନେ ଗଣ୍ଡଗୋଳ କରିଦେଲେ, କିଏ କାହାର ହାତ ଭାଙ୍ଗିଦେଲା, କାହାର ଗୋଡ ଭାଙ୍ଗିଦେଲା, କି କାହାକୁ ଗୋଟେ ବାଡେଇଦେଲା, କାହାର ଗୋଟେ ଖଣ୍ଡିଆ ହେଇଗଲା, ଆମେ ଇମିଡିଏଟଲି ଯଦି ସେଟା ଗୁରୁତର ନ ହେଇଥିବ ତାହେଲେ ଆମେ ଗୁରୁତର ନ ହେଇଥିଲେ ଠିକ ଅଛି, ଆମେ କାଉନସିଲିଂ କରିକି ଅନ୍ୟ ପ୍ରୋସେସରେ ଯିବା। ଯଦି ଗୁରୁତର ହେଇଛି ତାହେଲେ ଏଇଟା ପୋଲିସ କି ସାଙ୍ଗେ ସାଙ୍ଗେ ଜଣେଇବା ଦରକାର, ଯଦି କ୍ରିମିନାଲ ଆଙ୍ଗେଲ ସେଥିରେ ଅଛି। କ୍ରିମିନାଲ ଆଙ୍ଗେଲ ଏଇଟା ଗୋଟେ ମେଡିକାଲ ଲିଗାଲ କେସ୍ ବି ହେଇଥାଏ, କାରଣ ସେମାନେ ବିନା ସେଇଟା ମାନେ ଡେଥ୍ ପରେ ସେମାନେ ବଡି ରିସିଭ୍ କରିଛି ହସ୍ପିଟାଲ କି ବାସ୍ତବରେ କିଛି ଟ୍ରିଟମେଣ୍ଟ ହେଇଛି, କିଛି ବି ତ ଜଣା ପଡୁନି ଠିକ ଭାବରେ। କିଛି ଜଣା ପଡୁନି। ଆଜ୍ଞା, ମାନେ ଯୋଜନାବଦ୍ଧ ଭାବରେ ବହୁତ ଗୁଡେ ଜିନିଷକୁ ଲୁଚେଇବାର ଉଦ୍ୟମ କରାଯାଇଛି। ଯୋଜନାବଦ୍ଧ ହେଇପାରେ କି ସେମାନେ କାହାର ନେଗ୍ଲିଜେନ୍ସ ହେଇପାରେ, ସେଟା ଇନଭେଷ୍ଟିଗେସନରେ ସେଟା ଜଣା ପଡିବ। କିନ୍ତୁ ଏଇ ଜିନିଷ ଗୁଡାକ ସେମାନେ କରିପାରିଥାନ୍ତେ, ଯୋଉଟା କି ମାନେ ଆମ ଆଖିକି ଗୋଟେ ଜଣେ ସାଧାରଣ ବ୍ୟକ୍ତିର ଆଖିକି ଏଇଟା ଦେଖାଯିବ କି ଭୁଲଟା ହେଇଛି। ତ ସେକେଣ୍ଡ ଜିନିଷ ହଉଛି ଯେ ପିଲାଟିକି ଆମେ ଧରନ୍ତୁ ଗୋଟେ ପିଲାଟା ଡେଥ୍ ହେଇଗଲା, ଏମିତି କଣ ଗୋଟେ ପରିସ୍ଥିତି ରହିଲା ଯେ ତାର ବାପା ମା ବି ଏମିତି ଖାଲି ହ୍ୟାଣ୍ଡ ଓଭର କରିଦିଆଗଲା। ଗୋଟେ ପିଲା ଏତେ ଦିନ ହେଲା ଆସିକି ଅଛି, ଆମ ପାଖରେ ଅଛି, ଆମେ ଟିକେ ବାପାକୁ ସାହାଯ୍ୟ କରିବାର ଆବଶ୍ୟକତା ଅଛି। କଣ ତା ଛୁଆଟା ମରିଯାଇଛି, ତା ଛୁଆଟା ଗୋଟେ ମାନେ ଫଳ ପନିପରିବା ଯେ ଆମେ ତାକୁ ଏମିତି ନଷ୍ଟ ହେଇଗଲା, ପଚିଗଲା, ନେଇଯା ବୋଲି କହିଦବା। ଗୋଟେ ନବମ ଶ୍ରେଣୀର ପିଲା, ବାପା ମା କେତେ ସ୍ୱପ୍ନ ସହିତ ତାଙ୍କୁ ସେଠୁ ପଠେଇଥିବେ ଏଠିକି ଭୁବନେଶ୍ୱରରେ ପାଠ ପଢୁଛି, ଆପଣ ମାନେ ମଧ୍ୟ ଯାଇକିରି ତାଙ୍କୁ ଆଣିଥିବେ। ବିଭିନ୍ନ ଜାଗାରେ ଏଜେଣ୍ଟ କାମ କରୁଛନ୍ତି, ବିଭିନ୍ନ ଜାଗାରୁ ପିଲାଙ୍କୁ ବିଭିନ୍ନ ଜାଗାରୁ ଆଣୁଛନ୍ତି, ରଖୁଛନ୍ତି। ତ ସେମିତି ଗୋଟେ ଭରସା ଜନ୍ମେଇକିରି ବାପା ମାଙ୍କଠୁ ପିଲାଙ୍କୁ ନେଇକି ଆସୁଥିବେ, ଯେତେବେଳେ ସେମାନେ ବି ଆପଣଙ୍କୁ ଭରସା କରିଛନ୍ତି ବୋଲିକିରି ଛାଡିଛନ୍ତି ତାଙ୍କ ପିଲାକୁ। କିନ୍ତୁ ଇଏ ତ ସମ୍ପୂର୍ଣ୍ଣ ରୂପେ ବାପା ମାଙ୍କ ପ୍ରତି ଗୋଟେ ବିଶ୍ୱାସଘାତକତା ଭଳିଆ ହେଇଯିବ। ଏଇ ଯେତେ ପ୍ରକାର ବର୍ତ୍ତମାନ ଆମେ ମିଡିଆରୁ ବହୁତ ଜିନିଷ ଶୁଣୁଛୁ, ଏମିତି ହେଲା ସେମିତି ହେଲା। ତ ସେଠି ବର୍ତ୍ତମାନ ପୋଲିସ 10 ଜଣଙ୍କୁ ଉଠେଇ ଦେଇଛି, ସାକ୍ଷୀ ଭାବରେ ଆଉ କିଛି ପିଲାଙ୍କୁ ଉଠେଇଛି। ଗୋଟେ ମାନେ ଜୋକର ଗ୍ୟାଙ୍ଗ ବୋଲିକିରି ବିଭିନ୍ନ ଜାଗାରେ ଲେଖା ହେଇଛି। ତାର ଅର୍ଥ ତାଙ୍କରି ଭିତରୁ ଗୋଟେ ଗ୍ରୁପ ଏମିତି ଥିଲେ ଯୋଉମାନେ ଏଇ ପ୍ରକାର କାମ କରୁଥିଲେ, ଯୋଉମାନେ ଟିକେ ଦୁର୍ବଳ ପିଲାମାନଙ୍କୁ ଏଇ ପ୍ରକାର ତାଙ୍କର ଗୋଟେ ପାୱାର ଡାଇମେନସନ ର ଗୋଟେ ସେଠି ଗୋଟେ ଆରମ୍ଭ ହେଇସାରିଥିଲା। ପାୱାର ଡାଇନାମିକ୍ସ ତାଙ୍କ ଭିତରେ ହୁଏତ ଚାଲୁଥିଲା। ଜିନିଷ ହଉଛି କି ଯେତେବେଳେ ଇନଷ୍ଟିଟ୍ୟୁସନରେ ଗୋଟେ ଡେଥ୍ ହୁଏ, ସୋ ସେତେବେଳେ ଗୋଟେ ଡିପାର୍ଟମେଣ୍ଟାଲ ଇନକ୍ୱାରି ମଧ୍ୟ ହୁଏ, ଗୋଟେ ଇନଷ୍ଟିଟ୍ୟୁସନ ଲେବୁଲରେ ବି ଇନକ୍ୱାରି ହୁଏ। କାହିଁକି ନା କାଳେ ଆମର କିଛି ନେଗ୍ଲିଜେନ୍ସ ଅଛି, ଆମର କୋଉ ଷ୍ଟାଫ୍ କିଏ କିଛି ଭୁଲ କରିଛି, ଯାହା ଫଳରେ କି ଗୋଟେ ପିଲା ଗୋଟେ ମର୍ଡର ହେଲା, ପୋଲିସ ଇନଭେଷ୍ଟିଗେସନ କରିକି ଏତେ ଜିନିଷ ବାହାର କରୁଛି, ସେମାନେ ଯୋଉମାନେ ଅଛନ୍ତି ତାଙ୍କର କର୍ତ୍ତୃପକ୍ଷ, ଯୋଉମାନେ ଅଛନ୍ତି ଇନଷ୍ଟିଟ୍ୟୁସନର କର୍ତ୍ତୃପକ୍ଷ, ସେମାନେ ମଧ୍ୟ ନିଶ୍ଚୟ ଜାଣିଥିବେ କି କିଛି ତ ଗୋଟେ ଇନକ୍ୱାରି କରି ବାହାର କରିବା କଥା ନା, ଖାଲି ହଁ ମରିଗଲା ତ ତାକୁ ଦେଇଦିଅ, ଯିଏ ବଞ୍ଚିଛି ତାକୁ, ମରିଗଲା ତାକୁ ଦେଇଦିଅ। ସୋ ଗୋଟେ ମୃତ୍ୟୁ ହେଇଛି ମାନେ ବହୁତ ଗୁଡେ, ଆମ ଘରେ ଯଦି କିଏ ଗୋଟେ ମରିଯାଉଛି ଆମେ କେତେ ଇନକ୍ୱାରି କରୁଛେ, ଆରେ ସେ ଡାକ୍ତର କିଛି ଭୁଲ କରିଦେଲା କି, ଆମେ ଆଗରୁ ଟିକେ ନେଇଥାନ୍ତେ କି ହସ୍ପିଟାଲ। ତ ଆମେ ନିଜେ ଇନଭେଷ୍ଟିଗେସନ ଆମ ଲେବୁଲରେ କରୁଛେ, ଆଉ ଇନଷ୍ଟିଟ୍ୟୁସନ ଲେବୁଲରେ ତ ଆମେ ଲିଗାଲ ବାଇଣ୍ଡ, ଆମକୁ ଲିଗାଲି ଇନଭେଷ୍ଟିଗେସନ କରିବାକୁ ପଡିବ। ଆଉ ପ୍ରତ୍ୟେକ ଇନଷ୍ଟିଟ୍ୟୁସନର ଗୋଟେ ଚାଇଲ୍ଡ ପ୍ରୋଟେକ୍ସନ କମିଟି ଥିବ, ଚାଇଲ୍ଡ ପ୍ରୋଟେକ୍ସନ ଅଫିସର ଆପଏଣ୍ଟମେଣ୍ଟ ହେଇଥିବେ। ପ୍ରତ୍ୟେକ ଇନଷ୍ଟିଟ୍ୟୁସନରେ ଆମର ଗଭର୍ଣ୍ଣମେଣ୍ଟର ନିୟମ ଅଛି, 2014ରେ WCD ଡିପାର୍ଟମେଣ୍ଟ ସ୍ୱତନ୍ତ୍ର ନୋଟିଫିକେସନ କରିଛି ଯେ ପ୍ରତ୍ୟେକ ଇନଷ୍ଟିଟ୍ୟୁସନ ଯୋଉଠି ପିଲାମାନେ ପଢୁଛନ୍ତି ବା ଯୋଉଠି ପିଲାମାନେ ରହୁଛନ୍ତି, ସେ ଜାଗାକୁ ସେଫ୍ ଇନଷ୍ଟିଟ୍ୟୁସନ, ସେଫ୍ ଏନଭାୟରନମେଣ୍ଟ ସେଠି କରିବାକୁ ପଡିବ। ସେଫ୍ ଏନଭାୟରନମେଣ୍ଟର ଅର୍ଥ ହଉଛି ସେଠି ପିଲାମାନଙ୍କ ପାଇଁ କି ଚାଇଲ୍ଡ ପ୍ରୋଟେକ୍ସନ ପ୍ରୋଟୋକଲ ଲେଖା ହବ,
प्रत्येक लोक सेठिक जी जीवा आसा करुछंती समस्ते पुलिस वेरिफिकेशन हबो सेमाने चाइल्ड प्रोटेक्शन पॉलिसी रे दस्खत करिवे तो सेठी गोटे चाइल्ड प्रोटेक्शन कमिटी तैयारी हम चाइल्ड प्रोटेक्शन ऑफिसर जने रहिबे सो एगुड़ा बहुत गुड़े जिनस कराई गवर्नमेंट रो तो नियम अछि गवर्नमेंट रो गाइडलाइंस अछि आज्ञा किंतु गवर्नमेंट रो गाइडलाइंस को उल्लंघन करिवार अनेक नजीर एई अनुष्ठान रे अछि मु मोर पूर्व प्लेटफॉर्म रे मध्ये बारंबार ए प्रसंग रे पूर्वरु चर्चा भी करिछु कारण विभिन्न समय विभिन्न घटनाक्रम अनुष्ठान भितरु सामना को आसीछि किछ दिन पूर्वरु जेमति अंतर्जातीय स्तर रु जो स्टूडेंट माने आसुचंती सेमानकर तांकर गोटे डेथ रो कथा और तापर एनएचआरसी रो इन्वॉल्वमेंट ए कथा आस्तिला आजि मध्ये एनसीएसटी कमिशन निज आडू मामला करिसंती गणशिक्षा सचिव खोर्धा जिलापाल एसपी को मध्ये जवाब तलब करा जायछि 3 दिन भितरे कोन कार्यानुष्ठान नेउचंती जणेबाकू निर्देश दिया जायछि पूर्वरु मध्ये एपरि 2-3 घटना घटी सारिछि कमिशन रो सदस्य भुवनेश्वर आसी तदंत करिवे बोली जहा कहउचंती गोटे कथा होची जे बहुत लोकंकर गोटे धारणा हेची जे एते बड़ बड़ अनुष्ठान ता भितर किछि भी घटिबो से माने बहुत बड़ बड़ पावरफुल लोक से माने रफा दफा करि देई पारंती एई भली गोटे चर्चा भी रहूची एवं पुणी ए चर्चा भी रहूची जे एते बड़ अनुष्ठान गोटे पिलार गोटे कोन हैला ताकू नै कि एते आपण माने चर्चा करंतु नै से अनुष्ठान टी प्रभावित हबो तार ख्याति नष्ट होची कारण अंतर्जातीय स्तर लोक सब आसुचंती एई अनुष्ठान रो पिलांकु देखि कि अनुष्ठान रो मुख्यंकर गुरुत्व भी बढ़ीची बहुत भी तांकु विभिन्न प्रकार रे तांकु पुरस्कृत करा जायछि ए दुई पक्षर चर्चा को आपण जने शिशु अधिकार कर्मी हिसाब रे जने सचेतन नागरिक हिसाब रे केमति देखुचंदी देखंतु शिशु अधिकार कर्मी हिसाब रे मु एटा कहि परिबी जे जेहेतु एते संख्यक पिला मानकु आनिकी से गोटे भल दिशा दवा कि जो इंटेंशन तांकर अच्छी से अनुष्ठान से इंटेंशन को आम साधुवाद दबा कहीं एत बड़ अनुष्ठान बहुत पिला से उपकृत होती किंतु तत् संगे आम चाइल्ड प्रोटेक्शन पिला मानकर सुरक्षा पाई दृष्टि दबार निश्चय आवश्यकता अच्छी गोटे जीवन केते मूल्यवान आप गोटे छुआटे जी मरीगला से काली गोटे प्राइम मिनिस्टर हो न गोटे चीफ मिनिस्टर हो न गोटे साइंटिस्ट हो न किए सो एते बड़ा मूल्यवान जीवन टी जिते से हरई देला से निश्चित रूप से एटा गोटे चिंताजनक विषय जे एमती गोटे पिलाटा मरीगला बाबा दे दियो एटा कहीं जमा हजम करी होनी मु जाननी माने मु हजम करियाटा टिके हम पे की कष्ट होची जेमती पूर्व घटना रे कुआ गला जेमती पूर्व घटना रे कुआला तांकर तार प्रेम संपर्क थिला से तांको भितरे ब्रेकअप हेतिला सेथि पई से गोटे चरम निष्पत्ति नेला एक कथा कुआ गला एठी तो से कथा कुआ जाय परिबनी छुआ छुआंको भितरे कोन मनकर कोनसी गंडगोल हेउतिला किछि भी आपण नै जहां भी तार डेथ जानी सारला परे मध्य एवं आपण जानुचंती जे डेथ ता नॉर्मल हेई नाही कोनसी नेचुरल तार देह खराब पाई डेथ हेई नाही तो आपण पूरा लुचि कि घटनाटी को बापा मां को देई दउछन जेमती बापा मां गरीब गुरुबा लोक तो जानी परिबेनी से तांकर नै कि पिलार डेड बॉडी नै कि जिबे भरे काम सार दे कि से चुपचाप रहिबे एई भली एक उद्देश्य रहिबा भी बहुत डेंजरस एक्चुअली एटा गोटे तो गोटे एटा गोटे गोटे साधारण मानसिकता नुह एटा गोटे निर्दय मानसिकता गोटे पिला को गोटे पिला दृष्टि देखिबानी गोटे पिला को गोटे सहानुभूति दृष्टि देखिबानी गोटे पिला हम आसेट ये देशर आसेट ये संसार आसेट हम एटा बुझिबानी पिला मरु कि हजू से किसी जायस नहीं आम खाली नंबर जदि देखा चाहिए से गोटे अलग कथा से कहीं करेंगे किंतु जोटी पिला माने रहुचंती सेठी सरकारी नियम पालन हवा निश्चय अनिवार्य सरकारी नियम ओडिशा सरकार स्पेसिफिक नियम अच्छी केंद्र सरकार स्पेसिफिक आईन अच्छी सबू आईन को मानी सबू अनुष्ठान माने पिला मान को रखिबे जो अनुष्ठान बारंबार नियम भांगी थिबो मने कर आपण भी जानि चंती जे विभिन्न समय जेतबे अनुष्ठान ऊपर कोनोसी प्रकार अंगुली उठिची जमीबाड़ी प्रसंग हो आउ कोनोसी प्रसंग हो सेतबेले सबु बेले एई पिला माननकु माने सामना कोणा जायछि गोटे सुरक्षा कवच करा जायछि जोटी की पूरी चाइल्ड राइट्स रो वायोलेशन रो कथा मध्ये पूर्वरु उठिची ए प्रसंग को नै आपण को सहित मध्ये हम सेतबेले चर्चा ढेर करिचे संपर्क रे पिला माननकु व्यवहार करा जायछि
ବିଭିନ୍ନ ପ୍ରକାର ଆଜ୍ଞା ଅନ୍ୟ କଥା ଜମିବାଡି ମାମଲା ସେ ବିଷୟରେ ଆମେ ସାଧାରଣତଃ ଦୃଷ୍ଟି ଆମେ ବହୁତ ଜାଗାରେ ଏଇ ଅନୁଷ୍ଠାନଟି ପାଇଁ ପିଲାଙ୍କୁ ବ୍ୟବହାର କରାଯାଇଛି, ପିଲାଙ୍କର ରାଇଟ୍ସ ଭାୟୋଲେଟ୍ କରାଯାଇଛି, ରାସ୍ତାରେ ବସା ଯାଇଛି। ଆଜ୍ଞା ରାଇଟ୍। ସୋ ପିଲାମାନଙ୍କୁ ବ୍ୟବହାର କରିବା ତ ନିଶ୍ଚୟ ଗୋଟେ ଭୁଲ କଥା ଏବଂ ଏଇଟାକୁ ଯେତେ ନିନ୍ଦା କଲେ ବି କମ୍ ହବ। ବିଶେଷ ଭାବରେ ଆମେ ଦୃଷ୍ଟି ଦେବା କାହିଁକି ନା ଆଜି ସେଇ ଅନୁଷ୍ଠାନରେ ଦୁର୍ଘଟଣାଟି ଘଟିଛି, କାଲି ଅନ୍ୟମାନଙ୍କ ଅନୁଷ୍ଠାନରେ ନ ଘଟିବ ତାର ମାନେ ନାହିଁ, କିଛି ନାହିଁ। ସରକାରୀ ବ୍ୟବସ୍ଥା ଭିତରୁ କାହିଁକି ମନିଟରିଂ କରାଯାଉନି ରେଗୁଲାର ବେସିସ୍ ରେ ପ୍ରତ୍ୟେକ ଅନୁଷ୍ଠାନ, ମୁଁ କେବଳ ଏଇ ଅନୁଷ୍ଠାନ କହୁନି, ଯୋଉଠି ବି ରେସିଡେନ୍ସିଆଲ ସ୍କୁଲ ରହିଛି ଯୋଉଠି ପିଲା ରହୁଛନ୍ତି। ଆଜ୍ଞା ସରକାରଙ୍କ ବ୍ୟବସ୍ଥା ଭିତରକୁ ଗୋଟେ ଅନୁଷ୍ଠାନ ଗଲେ ସିନା ହବ। ଆପଣ ଭାବନ୍ତୁ ସିମ୍ପଲ ଜିନିଷ, ଯୋଉଠି ଆମର ଜୁଭେନାଇଲ ଜଷ୍ଟିସ ଆକ୍ଟ ବା କିଶୋର ନ୍ୟାୟ ଆଇନ କହୁଛି ସିଏନସିପି ପିଲା ଅଛନ୍ତି ବା ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ପିଲାମାନେ ଅଛନ୍ତି, ସେ ପିଲାମାନଙ୍କ ସେଇ ଅନୁଷ୍ଠାନକୁ କିଶୋର ନ୍ୟାୟ ଆଇନ ଅନୁସାରେ ତାକୁ ସରକାରଙ୍କ ପାଖରେ ପଞ୍ଜୀକୃତ କରିବାକୁ ପଡିବ। ପଞ୍ଜୀକୃତ କଲେ କଣ ହବ ନା ସରକାରୀ ଲୋକମାନେ ତାକୁ ତଦାରଖ କରିବେ। ଆପଣ ପିଲାମାନଙ୍କୁ କେମିତି ରଖୁଛନ୍ତି, ମୋ ପୁଅକୁ ମୁଁ କେମିତି ରଖିଲି ସେଟା ଅଲଗା କଥା, ତାକୁ କେହି ତଦାରଖ କରିବେନି, କିନ୍ତୁ ମୁଁ ଆପଣଙ୍କ ପୁଅକୁ ରଖିଲି ତାହେଲେ ମତେ ତଦାରଖ କରିବାର ଆବଶ୍ୟକତା ଅଛି। ତାହା ବି ଯଦି ଆପଣ ଆପଣଙ୍କ ପୁଅକୁ ଠିକ ସେ ରଖି ନାହାନ୍ତି ଜଣା ପଡିଲା, ତାହା ବି ଆପଣ ଆଇନ ଆଗରେ ଦୋଷୀ ହେବେ। ଆଇନ ଆଗରେ ଦୋଷୀ ହବ। ଏଠି କିନ୍ତୁ ତଦାରଖ କଥା ମୁଁ କହୁଛି, ଏଟା ତ ମୁଁ ଆଇନ କଥା କହୁନି। ତଦାରଖ ମାନେ ଯେତେବେଳେ ଆପଣ ଗୋଟେ ପବ୍ଲିକ ପ୍ରପର୍ଟି ରଖିଲେ, ଗୋଟେ ପିଲା ଯାହାର ବାପା ମରିଯାଇଛି, ତା ମା କିଛି ଜାଣିନି, ଗୋଟେ ପିଲାଟେ ଷ୍ଟ୍ରିଟ୍ ରୁ ଆସିଛି, ଗୋଟେ ପିଲା ତାର ପ୍ୟାରେଣ୍ଟସ୍ ତାକୁ ସପୋର୍ଟ ଦେବା ପାଇଁ କି ଅନଫିଟ୍ ଅଛନ୍ତି। ସୋ ଏ ଜାଗାରୁ ଯେତେବେଳେ ଆମେ ପିଲାଟାକୁ ଆଣିଲେ, ସେ ପିଲାଟା ହେଇଗଲା ସେକ୍ସନ 214 ଅନୁସାରେ ଜୁଭେନାଇଲ ଜଷ୍ଟିସ। ସୋ ଯେତେବେଳେ ହେଇଗଲା, ଯୋଉ ଅନୁଷ୍ଠାନ ତାଙ୍କୁ ରଖିବ ତାକୁ ଗୋଟେ ପଞ୍ଜୀକୃତ କରିବାକୁ ପଡିବ। ସୋ ଜୁଭେନାଇଲ ଜଷ୍ଟିସ ଆକ୍ଟ ଅନୁସାରେ ପଞ୍ଜୀକୃତ ହବ, କଲେକ୍ଟର ତାକୁ ଗୋଟେ ସାର୍ଟିଫିକେଟ ଦେବେ, ଗୋଟେ ଲାଇସେନ୍ସ ଦେବେ ଯେ ସେ ପିଲାମାନଙ୍କୁ ରଖିପାରିବେ। ଏଇଟା ତ ନିୟମ ହିଁ ଅଛି। ସୋ ଏ ନିୟମରେ ସେମାନେ ଅନୁବନ୍ଧିତ ହଉନାହାନ୍ତି। ସେତେବେଳେ ସେଇଟା ହିଁ କହିଥିଲୁ ସରକାରଙ୍କୁ ଯେ ସେମାନେ ସେ ଅନୁଷ୍ଠାନଟି ଅନୁବନ୍ଧିତ ହବା ଦରକାର, ପଞ୍ଜୀକୃତ ହବା ଦରକାର ଜୁଭେନାଇଲ ଜଷ୍ଟିସ ଆକ୍ଟ ଅନୁସାରେ, କାରଣ ବହୁତ ପିଲା ଅଛନ୍ତି ସେଠି ଯୋଉମାନେ ସିଏନସିପି ଅଛନ୍ତି। ସୋ ସେତେବେଳେ ହେଲେ ନାହିଁ। ଦ୍ୱିତୀୟ କଥା ହଉଛି ସେମାନେ କହିଲେ କଣ ଯେ ଆମେ ଏଜୁକେସନ ଡିପାର୍ଟମେଣ୍ଟର ଅନୁବନ୍ଧନରେ ଅଛୁ। ଏଜୁକେସନ ଡିପାର୍ଟମେଣ୍ଟର ଯୋଉ ଅନୁବନ୍ଧନରେ ଯଦି ଅଛନ୍ତି, ଦେଖନ୍ତୁ ଯେ ସେମାନେ ଏଜୁକେସନ ଡିପାର୍ଟମେଣ୍ଟର ଯୋଉ WCD ଡିପାର୍ଟମେଣ୍ଟ ଯୋଉ ଏଜୁକେସନ ଡିପାର୍ଟମେଣ୍ଟକୁ ଇସ୍ୟୁ କରିଛି ଯୋଉ ଗାଇଡଲାଇନ୍ସ, ଗୋଟେ ଜାଗାରେ ଯୋଉଠି ପିଲାମାନେ ରହିବେ ସେଟା ଗୋଟେ ସେଫ୍ ପ୍ଲେସ୍ ହବ। ସେ ସେଫ୍ ପ୍ଲେସ୍ ହବା ପାଇଁ କି କଣ କଣ ଦରକାର ଅଛି ସେଟା ଲେଖା ହେଇଛି, ଗାଇଡଲାଇନ୍ସ ତିଆରି ହେଇଛି। 2014 ମସିହାରୁ ସେ ଗାଇଡଲାଇନ୍ସ ତିଆରି ହେଲାଣି। ସେ ଗାଇଡଲାଇନ୍ସରେ ମଧ୍ୟ ବହୁତ ଅନୁଷ୍ଠାନ ନାହାନ୍ତି, ବହୁତ କୌଣସି ଅନୁଷ୍ଠାନ ପ୍ରାୟ ଏବେ ଆପଣ ଦେଖିବାକୁ ପାଇବେ ନାହିଁ। ତାମାନେ ଗୋଟେ ଯୋଉଠି ଏତେ ସଂଖ୍ୟକ ପିଲା ଅଛନ୍ତି ତାଙ୍କୁ ଦେଖୁଛି କିଏ? ଯଦି ଏଇମାନେ ତାଙ୍କରି ଭୁଲକୁ ଦେଖିବେ, ସେମାନେ ତ ଚାପିବା ପାଇଁ ନିଶ୍ଚୟ ଚେଷ୍ଟା କରିବେ। ଏଇଟା ଗୋଟେ ସ୍ୱାଭାବିକ କଥା। ଯଦି ଆପଣଙ୍କର ଅନୁଷ୍ଠାନକୁ ମୁଁ ଯାଇକିରି ଦେଖିବି ବା ଆଉ ସୋସିଆଲ ଅଡିଟ୍ ହବ ବା ଅନ୍ୟ ସରକାରୀ କର୍ତ୍ତୃପକ୍ଷ ଦେଖିବେ, ତାହେଲେ ସେ ଦେଖିବେ ଯେ ଆପଣ ସରକାରୀ ନିୟମ ମାନୁଛନ୍ତି ନା ମାନୁନାହାନ୍ତି। ତ ଏଠି ନିର୍ଭର କରୁଛି ଯେ ଆମ ସରକାର କେତେ ଦକ୍ଷତାର ସହ ଆଇନ ଗୁଡ଼ିକ ପାଳନ କରିବା ପାଇଁ କି ସବୁ ଅନୁଷ୍ଠାନ ମାନଙ୍କୁ, ମୁଁ ଖାଲି ସେଇ ଅନୁଷ୍ଠାନ କଥା କହୁନି, ଆହୁରି ମଧ୍ୟ କେତେ ଅନୁଷ୍ଠାନ ଅଛନ୍ତି ଯେଉଁମାନେ ଅନୁବନ୍ଧିତ ହେଇନାହାନ୍ତି। ଯେତେବେଳେ ଗୋଟେ ଓଡିଶାର ଗର୍ବ ହିସାବରେ ଦେଖାଯାଉଛି, ଏତେ ଗୁଡିଏ ଆଦିବାସୀ ପିଲା ପଢୁଛନ୍ତି ବୋଲିକିରି ଯେତେବେଳେ କୁହାଯାଉଛି, ବଡ ବଡ ଲୋକ ଆସୁଛନ୍ତି, ଅନୁଦାନ ମିଳୁଛି, ବାହାର ବିଦେଶୀ ଅନୁଦାନ ବି ମିଳୁଛି, ଯୋଉ ପ୍ରସଙ୍ଗରେ ମଧ୍ୟ ପୂର୍ବରୁ ଚର୍ଚ୍ଚା ବହୁତ ହେଇଛି। ଏ ସବୁବେଳେ ଗୋଟେ ଅଡିଟ୍ ହବା ଦରକାର, ଗୋଟେ ସ୍କ୍ରୁଟିନି ରହିବା ଦରକାର, ମନିଟରିଂ ପୁରା ଲଗାତାର ଭାବରେ ରହିବା ଦରକାର। ମନିଟରିଂ ନିଶ୍ଚୟ ରହିବ। ଜଣେ କେହି ବି ସରକାରଙ୍କର ଗୋଟେ ଘଟଣା ଘଟିଲେ ଏସିପିସିଆର ଆସିବେ
कि जेहेतु ट्राइबल पिला रोचंती एसटी कमिशन आसीबे ये तो घटना परर कथा हैला रेगुलर ता पूर्वर जो प्रिवेंटिव मेजर गुडाक निया जाऊ नाही जहाँ ए घटना पुणी थर स्पष्ट करिछि। अब जे आसिकरी भी जे भी इंस्पेक्शन कले जे रिपोर्ट दाखल कले सेठी सरकार एक्शन नबा कथा जे जदि एटा कहार कमी अछि जेहेतु पिला माने होचंती सरकारंकर सब पिला काली आज जो जो छुआटी जन्म हैला से पिलाटी होची सरकारंकर से पिलाटी होची स्टेट रो तो जदि सब पिला स्टेट रो तले सरकारंकर एथरे आसुची रेस्पॉन्सिबिलिटी अकाउंटेबिलिटी जे से एन्श्योर करिवे तांको स्टेट रो सब पिला सुरक्षित अछंती जदि असुरक्षित अछंती बेलिकरी समाने खबर पाइले बा असुरक्षित अछंती बेली जानिले ताहले समाने तुरंत एक्शन नेबे जहा फल कि से पिलाटी सुरक्षित बलय भितर रहिबो सो एथिरे खाली अनुष्ठान को दोष देले तो हबनी एठी सरकार भूमिका अछि सो आमे सरकार भूमिका को काहे कि अनदेखा करबा निश्चित भाव सरकार भूमिका अच्छी गण शिक्षा विभाग भूमिका अच्छी आदिवासी विकास मंत्रालय भूमिका अच्छी समस्त भूमिका अच्छी किंतु सर्वोपरि सबुठु बड़ भूमिका रोचे अनुष्ठान आपण ए अनुष्ठान करी क्रेडिट नहीं सरकार तो कौन से अनुष्ठान करने कही ना किंतु आपण सरकार विभिन्न प्रकार सुविधा नहीं गोटे अनुष्ठान अनुष्ठान कर सारा पर आपन जो रेस्पॉन्सिबिलिटी अच्छी से रेस्पॉन्सिबिलिटी पार्ट रे जदी आपन को लागिबो जे आपन ए पूरा से 3 जण पिला जहा कले आपन कोन ताटू कम कले की से 3 जण पिला तांका मनस्तत्व को नेकरी तांका एग्रेशन रे जो बड़ा विराट बड़ा अपराध करिसंती आपन को अपराध किसी छोटो की ता जगह रे अनुष्ठान रो अपराध तो छोटो भी नुई बहुत बड़ा हां एग्जैक्टली इन्वेस्टिगेशन करबा परे जणा पड़िबो जे को एंगल रे को व्यक्ति द्वारा को समय रे किए से ये अपराध संगे संश्लिष्ट अच्छी एवं किए भूल करछि को लेवल रे भूल करछि एवं ताकू दंड दिया जिवो एटा तो पिला कथा दंड दबा आउ गोटे सुरक्षित बलय सृष्टि करिया पिला मानक पय जेतु मो जने शिकार कर्मी पिला विषय रे बहुत फोकस करबी आज्ञा डेफिनेटली मु केवल एटा ही कहया पे कि चाहिबी जे प्रत्येक पिला भारत सारा समग्र ओडिशार प्रत्येक पिला गोटे सुरक्षित बलय भितर रहिबार आवश्यकता अछि जो सरकारी कर्तृपक्ष एथिरे संपृक्त अछंती डब्ल्यूसी डिपार्टमेंट बेसी संपृक्त अछि एजुकेशन डिपार्टमेंट नाही कि डब्ल्यूसी डिपार्टमेंट रिपोर्ट पाइछंती जे सेठी किछि समस्या अछि बेलिगिरी आ से रिपोर्ट ताकू डब्ल्यूसी डिपार्टमेंट करिसंती कोन एग्जैक्टली आमे सेने आमे कौन से व्यक्ति की बा कौन से अनुष्ठान को दोष दबा आगु जो मानकर दायित्व तांको ठीक करे माटी नवा से कहले मु मॉनिटरिंग भीतर रहबेनी सरकार भी मानि जिबे हो ठीक अछि तमे मॉनिटरिंग भीतर रुहनी तमे अलगा रुह तमे गोटे इंडिविजुअल गोटे एंटिटी एमती तो हुए नै ना आज्ञा जदी तमे कहबो जहा से आ हिजबो काली मु भी कहबे से आ हिजबो आपण भी काली कहबे से आ जो अन्य अनुष्ठान माने मध्ये कहबे जे आमे सरकार पंजीकृत आमे करिबो ना आमे जणी मन इच्छा करबा को चाहबे आपण कहबे ओ मन इच्छा कर सो प्रथम कथा होची जे से माने सरकारी अनुबंधित हवा निहाती जरूरी एग्जैक्टली आइदर डब्ल्यूसीडी डिपार्टमेंट रो गाइडलाइंस माने फॉलो करबा दरकार और डब्ल्यूसीडी डिपार्टमेंट बा कलेक्टर के द्वारा जो से माने पंजीकृत हवा दरकार जुवेनाइल जस्टिस एक्ट रे एटा हेले हबो ना एटा एक्चुअली तांको बर बेनिफिट हमर सरकारी कर्तृपक्ष जदी विजिट करिवे हमर तो जीवार कोन अछि हम तो सेटा ही मु सेबेठो कहूची जे हम गोटे सरकार आसबे हम मो अनुष्ठान को देखिया पे कि तो एतर मते लज्जा करियार कोन अछि मते डरिवार कोन अछि मते तीनटा कथा लोक आसिकरी बुलिकरी साबासी देकी जाउचंती आपण बड़ काम करिसंती सेमते सरकार जिबे देखिकी आसबे भलो मंद विचार करिवे आ कोन दरकार कहिबे एतिकी तो आ कोन सरकार गले तो सरकार सरकारी कर्तृपक्ष जे जाउछन से कोन निंदा करिक आछन सरकार गले 5टा जिंस ठीक अछि देखुछंती ए जिंस ठीक अछि आउ 3टा जिंस अछि जोदरे इंप्रूवमेंट रा आवश्यकता अछि तो सिंपल एतिकी छन ना कोन कोइ सरकार हम गोटे अनुष्ठान करछु हम अनुष्ठान को आसुना जी हम सदा
प्रति मासरे आसुचंती देखुचंती तमर ए जिंस ठीक अछि 10टा जिंस ठीक अछि ये 3टा जिंस रे इंप्रूवमेंट करिया दरकार हम कर दोछु आज्ञा सो एटा ସେମାନେ ଆମକୁ ସାହାଯ୍ୟ କରୁଛନ୍ତି ଆମର ଯୋଉ आवश्यकता पड़ुछि गोटे पिलार काउंसलिंग आवश्यकता पड़ुछि हमर डीसीपी रे काउंसलर अछि हम तामु देई दोछु गोटे पिला को ट्रांसफर करिया दरकार होछि आ गोटे जगह को हम सीडब्ल्यूसी रे प्रोडक्शन कॉलेज से को ट्रांसफर कर दोछंती सो जोटा आम पे कि खाली सरकारी कर्तृपक्ष आमर भूल बाछंती सरकारी कर्तृपक्ष आमको साहाय्य भी करुछंती सरकार सांगे अनुबंधित हेले काली आमर अभाव पड़िला पैसा नथिला कोरोना समय सरकार सांगे पैसा पठेदेले जिनस दरकार हो पठे दौरान सरकार खाली भूलटा बाछिया अच्छा कि सरकार अच्छा जे पिला मानकु साहाय्य करेंगे पिला मानकर जो अनुष्ठान अच्छे अनुष्ठान जोटा अभाव असुविधा अच्छे से जाए ठिया हे जहाँ 10टा काम जदि से भल कर प्रशंसा करेंगे रिकग्नाइज करेंगे एवं जो 3टा काम जदि आम भूल करुचे बा इम्प्रूवमेंट टिके आवश्यकता अच्छी कंप्लेन्स करिया को कहिबे आम कंप्लेन कर दवा एते गोटे खराब जिनस कौन अच्छे लज्जा जिनस कौन अच्छे अनुष्ठान अच्छे सब जो प्रशंसा एवं रिकग्नाइजेशन कथा कहउछंती प्रशंसा एवं स्वीकृति ए अनुष्ठान दीर्घ वर्ष धरी पाई आसीची बाकी रही जो दुर्बलता और जो समस्या गुड़िक अच्छी ताकू समाधान करिकरी एथर अनुष्ठान रो बेस बयस हेलानी तो अनुष्ठान गोटे परिपक्व अवस्था को आसी सारी एबे आ दुर्बलता लुचेले चलिबनी एबे समय आसीची आपनकर दुर्बलता को आपण सुधारिबे समस्या को समाधान करिवे तो शेष प्रतिक्रिया आपन चाहिबी पिलाटीर मृत्यु हो गला तार बापा माँ कौन केमती तांकर पिलाटी को तो फेरी पाइबेनी किंतु से कंपेनसेशन ये से पार्टी तो अच्छी किंतु जो 3टी पिला वर्तमान बाल सुधार गृह को गले बाल सुधार गृह रे केते सुधार हेबो ताकु नै बहुत गुडे डाउट अछि पूर्वर मध्ये मु आपन सहित ए संपर्क रे भी चर्चा करिछि सेठिकार स्थिति संपर्क रे आपनकर शेष प्रतिक्रिया चाहिए देखंतु सेठी आपन जानछंती हमर 3 प्रकार होम थाए हां जोटी बाल सुधार गृह हम जहा को कहूचे गोटे होची ऑब्जर्वेशन होम गोटे होची आपनकर स्पेशल होम गोटे होची प्लेस ऑफ सेफ्टी आज्ञा अच्छा सो ऑब्जर्वेशन होम रे जो पिला माने एबे गोटे क्राइम भितर छंदी हे जाइछंती से प्रथमे रखा जीवो रखी की विचार प्रक्रिया चलिबो आज्ञा जेम जुडिशियल कस्टडी हां जुडिशियल कस्टडी और जेल से एका जगह रे रहते किंतु तार नामटा अलग अलग से पिला रहिबे तांकर विचार प्रक्रिया चलिबो तापरे मानकू सेठी जदि तांको बेल न मिलिला ताल से माने जिवे सेठी स्पेशल होम रे रहिबे से माने जो माने क्राइम करिसंती किंतु धरा पड़िले 18 वर्ष परे किंतु क्राइम एबे करिसंती तांको बड़ होई गेलेनी से माने को प्लेस ऑफ सेफ्टी रे रखा जीवो अच्छा सो ए जो व्यवस्था गुडी को अछि ये व्यवस्था गुडी करे टिके सरकार एबे नुवा सरकार आछंती मु आपनका माध्यम रे तांको रिक्वेस्ट करबी जे व्यवस्था गुडी के भितरे टिके सुधार आनिबार बहुत आवश्यकता अछि बहुत आवश्यकता अछि प्रथम सुधार आनिबा दरकार जे जहा आईन रे लिखा अछि जहा गाइडलाइन से तयारी करा जाय छै जे गोटे बाल सुधार गृह रे गोटे पिला को सुधार आनिया पई तार जो साइकोलॉजिकल साइको सोशल सपोर्ट दरकार तार काउंसलिंग दरकार तार एजुकेशन दरकार ताकू गोटे भल एनवायरनमेंट रे रखिबार आवश्यकता अछि ता पे गोटे पॉजिटिव एनवायरनमेंट क्रिएट करियार आवश्यकता अछि पिलार क्रिएटिविटी डेवलप करियार आवश्यकता अछि ये सब जिनस गुड़िक रे सुधार आसबार आवश्यकता अछि तो आगे आम सुधार आनले सिना पिला माने सुधार हेबे एटा मध्य अछि जे खाली सरकार से गुड़िक रन करिवे नाही एनजीओ माने रन कर पारिबे एनजीओ माने रन कले टिके बेटर हबो काहे कि ना से माने नुवा नुवा जिनस इनोवेशन ता भितर आनिबे इनोवेशन आनले सरकार ताकू मॉनिटरिंग करिवे सरकार इन्स्पेक्शन करेंगे मॉनिटरिंग करेंगे एवं ताकू एनजीओ माने रन कर पारिबे हेले कोन माने पिलाटा गोटे भल परिवेश रे रहिबो द्वितीय रिक्वेस्ट मु करबी जे जो पिला मानकू एक्यूटल हे जाउछंती बा जो पिला मानकू कन्विक्शन हवा परे तांको घर को पठिया होछि तांकर टर्म सरी गला से माने रेस्टोरेशन हेबे से पिला मानकू डायरेक्ट रेस्टोरेशन करा न जाऊ अच्छा डायरेक्ट रेस्टोरेशन न करिकरी तांको सीधे माध्यम रे
ଆମର ଶିଶୁ କଲ୍ୟାଣ ସମିତି ବା ଶିଶୁ ମଙ୍ଗଳ ସମିତି ମାଧ୍ୟମରେ ତାଙ୍କୁ ରେଷ୍ଟୋରେସନ କରାଯାଉ। ସୋ ଦ୍ୟାଟ ଶିଶୁ ମଙ୍ଗଳ ସମିତି ପାଖରେ ବହୁତ ଗୁଡେ ମାନେ ଆମ୍ବିଟି ଅଫ ଫ୍ୟାସିଲିଟିଜ ଅଛି। ସେମାନେ ପିଲାକୁ କାଉନସିଲିଂ କରିବେ, ବାପା ମାଙ୍କୁ କାଉନସିଲିଂ କରିବେ, ପିଲାଟିକୁ କିଛି ଦିନ ରଖିବେ ଇନଷ୍ଟିଟ୍ୟୁସନ ରେ, ତାର ବିହେଭିୟର ଷ୍ଟଡି କରିବେ, ତାର ମେଡିକାଲ ଏଜୁକେସନ ସବୁ ସପୋର୍ଟ ଦେବେ, ତାଙ୍କ ପାଖରେ ସ୍ପନ୍ସରସିପ ବି ଅଛି। ଆଉ ଯଦି ଏ ସବୁ ଗୁଡାକ ଫ୍ୟାସିଲିଟି ଦେଇ ସପୋର୍ଟ ଦେଇ ସେମାନେ ଲେଖିବେ ତାଙ୍କର ସରକାରୀ କର୍ତ୍ତୃପକ୍ଷଙ୍କୁ ଯଦି କିଛି ପଭର୍ଟି ଆଲିଭେସନ ସ୍କିମ ରେ ତାଙ୍କର ପ୍ୟାରେଣ୍ଟସକୁ ଇନକ୍ଲୁଡ କରିପାରିବେ, ବହୁତ ଜିନିଷ ସିଡବ୍ଲ୍ୟୁସି କରିପାରିବ। ଆଚ୍ଛା, ତ ସେଠୁ ବାହାରିଲା ପରେ ମଧ୍ୟ ସିଡବ୍ଲ୍ୟୁସି ଦ୍ୱାରା ସେମାନେ ସମାଜକୁ ପୁଣି ମୁଖ୍ୟ ସ୍ରୋତକୁ ଫେରିବା ଦରକାର। ଆଇନ କହୁଛି ସବୁ ପିଲା ସେ CCL ହେଲେ ମଧ୍ୟ, ଚାଇଲ୍ଡ ଇନ କନଫ୍ଲିକ୍ଟ ୱିଥ ଲ ହେଲେ ମଧ୍ୟ ସେ ବି ଗୋଟେ ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଛୁଆ। ଓକେ, ତ ସବୁ ଛୁଆ ହଉଛନ୍ତି ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ପିଲା। ତେଣୁ ତାକୁ ବିଚାର କରାଯାଇ ପାରିବ ଆଜ CNCB ସେ ବାହାରିଲା ପରେ ସେଠୁ ଆସିବ ଏଠି ପ୍ରପରଲି ରେଷ୍ଟୋରେସନ ହବ, ଯାହା ଫଳରେ କି ସେ ଆଉ ଥରେ ପୁଣି କ୍ରାଇମ ଦୁନିଆ ଭିତରକୁ ପଶିବା ତା ପାଇଁ ଟିକେ ଡିଫିକଲ୍ଟ ହବ। କାରଣ ଗୋଟେ ପଜିଟିଭ ଏନଭାୟରନମେଣ୍ଟ ଯେତେବେଳେ ଆମେ ଦବା, ଆମେ ପ୍ରଥମ ଚିନ୍ତା ଆଲୋଚନା କରୁଥିଲେ ଯେ ଗୋଟେ ପଜିଟିଭ ଏନଭାୟରନମେଣ୍ଟରେ ଯୋଉ ପିଲାଟି ବଢିବ ସେ ପଜିଟିଭ ବିହେଭିୟର କରିବ, ଯିଏ ନେଗେଟିଭ ଏନଭାୟରନମେଣ୍ଟରେ ବଢିଲା ସେ ନେଗେଟିଭ ବିହେଭିୟର କରିବ, ଏଟା ସ୍ୱାଭାବିକ କଥା। ନିଶ୍ଚୟ ଗୋଟେ ପଜିଟିଭ ଏନଭାୟରନମେଣ୍ଟ ଭିତରେ ଦେଇକି ନବ ଏବଂ ତାକୁ ଲିଙ୍କ କରାଯିବ ଆଫ୍ଟର କେୟାର ଫ୍ୟାସିଲିଟିଜ ଅଛି, ଯୋଉଠି ସରକାରଙ୍କର ପଇସା ମଧ୍ୟ ଅଛି 2000 ଟଙ୍କା ବା ଏବେ ଟିକେ ବଢିଲାଣି ବୋଧେ। ସୋ ସେ ପଇସାଟି ଅଛି, ଜେଜେ ଫଣ୍ଡରେ ବହୁତ ପଇସା ଅଛି ସରକାରଙ୍କର, ଏବଂ ପିଲାକୁ ପ୍ରପରଲି ଆମେ ଯଦି ଗୋଟେ ଟ୍ରେନିଂ ଦେଇ ତାକୁ ଗୋଟେ ଜବ ପ୍ଲେସମେଣ୍ଟ ଦେଇକି ବା ପାଠ ପଢେଇକି ତାକୁ ଗୋଟେ ପ୍ରପରଲି ରେଷ୍ଟୋରେସନ କରିବା, ତାହେଲେ ସିଏ ଆଉ ଅପରାଧ ଦୁନିଆ ଭିତରକୁ ପଶିବାଟା ତା ପାଇଁ କି ଏଇଟା ସରକାର କରିପାରନ୍ତେ। ଏବେ ନୂଆ ସରକାର ଆସିଛନ୍ତି ଯେହେତୁ ମୁଁ ତାଙ୍କୁ ଅନୁରୋଧ କରିବି କି ସେ ଏଇ ଦିଟା ଜିନିଷ ପ୍ରତି ଟିକେ ଦୃଷ୍ଟି ଦିଅନ୍ତୁ, ଯାହା ଫଳରେ ଆମେ ଆମ ପିଲାମାନଙ୍କୁ ଗୋଟେ ସୁରକ୍ଷା ବଳୟ ଭିତରେ ରଖିପାରିବା। ନିଶ୍ଚିନ୍ତ ଭାବରେ ବହୁତ ବହୁତ ଧନ୍ୟବାଦ ବେଣୁଧର ସାର୍, ଏତିକ ସମୟ ଦେଇଛନ୍ତି ଏବଂ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଗମ୍ଭୀର ପ୍ରସଙ୍ଗରେ କେବଳ ଶିଶୁ ଅଧିକାର କଥା ନୁହେଁ, ଯଦି ଏଇଭଳି ଘଟଣାକ୍ରମ ଗୋଟିଏ ପରେ ଗୋଟିଏ ଘଟି ଚାଲିବ ତାହେଲେ ଆମେ ପ୍ରତ୍ୟେକ ଘଟଣା ସମୟରେ ଯୋଉ ତର୍ଜମା କରୁଛେ ତା ପୂର୍ବରୁ ପ୍ରିଭେଣ୍ଟିଭ ମେଜର କଣ ନବା କଥା ସେ ସମ୍ପର୍କରେ ବି ଆପଣ ମତ ରଖିଛନ୍ତି। ଏ ସ୍ୱତନ୍ତ୍ର ଆଲୋଚନାକୁ ଏଇଠି ରଖୁଛି। ନମସ୍କାର।